चतुर्थ अध्याय वैवस्वतपुरे पापींक दंड। श्री गरुड़ उवाच जम मार्ग अतीत करई जहूँ पापी वैवस्वतपुरकु से देखी न संतापी केहूँ परी जातनाकु करई से भोग ताहा मते कहिबा हुअन्तु महाभाग। श्री विष्णु उवाच आद्य प्रांत करिनता करिबा व्याख्यान शुण एक चित्ते ताहा विनता नंदन कहिले निश्चय तुम्बे होइब कंपित नरक मानकर जे कष्ट अद्भुत 400 योजन जे अटई बाहिक यही परी 4 बाही अटे नागान्तक बहुभीति सदन जे अछई अग्रत धर्मराजपुरकु से अटई बृहत हाहाकार सबधरे पड़ई उछुली देखी पात किए ताहा छाड़ती भुबाली सेही रुदन उच्चरे कन्ने प्रवेशन्ते सेठु पुरचारी माने आसन्ति तुरिते ताहार निकटेण हुअन्ते एकत्रित प्रतिहारी कहई से रुदन वृत्तान्त सेही प्रतिहारी नाम अटे धर्मराज सदाकाले बसई द्वारे गंधर्वज सेही जाई चित्रगुप्तଙ୍କୁ जणाइन आगत प्रेतଙ୍କ शुभाशुभକୁ कहिन से प्रेतକୁ नेई जाती चित्रगुप्त पुण नेईन धर्मराजे करती आवेदन ताहांकर यथायथ पातक मानंकु धर्मराज जानी नियंती देखिन पापींकु तथापि चित्रगुप्तଙ୍କୁ पचारती जानी करिछि केहूँ पाप ए कहता प्रमाणी चित्रगुप्त स्वभावरे अटन्ति सर्वज्ञ श्रवणाको पचारि न हुअन्ति तत्त्वज्ञ श्रवणा नाम तांकर जमंक पार्षद ब्रह्मांकर पुत्र से जे बड़ विशारद स्वर्गमर्त पाताल रे करी विचरण दूरवार्ता सबु शुभे ताहांक श्रवण जतेक स्थान छई त्रिभुवन मध्य दूरदर्शन ताहांकु नुहे कष्ट साध्य ताहांक सहधर्मिणी नाम अटे शांता पृथक स्थान रे सेहु करुथांती चिंता त्रिभुवन नारींकर विचेष्टित कर्म समस्त जानती से सबुर सार मर्म नर नारींक प्रकाशे प्रत्यक्ष रे जेते भक्ति करई जाहा से आत्मा अभिमते समस्त वृत्तांत सेही करती वर्णन चित्रगुप्त अग्रतरे करती कथन 4 थाए से स्थान रे धर्मराजांकरी मनुष्य शुभाशुभ को बनई विस्तारी काय मनो वाक्य रे करई जेते कर्म समस्त ताहा जानती धर्म बा अधर्म एहीपरि सकति अछई ताहांकर स्वर्गमर्त्य पाताल रे तांक अधिकार कहती से मनुष्य मानक कर्म मान श्रवणा सत्यवादी जे दूतंक प्रधान व्रतदान सत्यादि वचन मानंकरे जेउ नर तुषी न थांती मर्त्यपुरे हुअन्ति ताहा ठावरे अति शांति मूर्ति स्वर्गमुख प्राप्ति को से सपक्ष करती
ପାତକୀ ମାନଙ୍କର ଯେ ପାପ କର୍ମ ମାନ ଗୋଚର କରାନ୍ତି ସେହି ଯଥାର୍ଥ ବଚନ। ଧର୍ମରାଜପୁର ସେ ଯେ ହୋଇଅଛି ପୃକ୍ତ ଦୁଃଖ ପ୍ରାପ୍ତି ନିମିତ୍ତରେ ଗମନ୍ତି ଅଭକ୍ତ। ରବିଚନ୍ଦ୍ର ପବନ ଯେ ଅଗ୍ନି ଅନ୍ତରିକ୍ଷ ଭୂମି ଜଳ ହୃଦୟ ଯମ ଆଦି ସାକ୍ଷ୍ୟ। ଦିବସ ରାତ୍ରି ଦୁଇରେ ସନ୍ଧ୍ୟା ଧର୍ମ ଦେବ ନରମାନଙ୍କର ଏହା ଜାଣନ୍ତି ସ୍ୱଭାବ। ଶ୍ରୀଧର୍ମରାଜ ଚିତ୍ରଗୁପ୍ତ ଶ୍ରବଣା ସୂର୍ଯ୍ୟଙ୍କୁ ଆଦି କରିନ ପାପ ପୁଣ୍ୟ ଜଣା। କାୟରେ ପାପ ପୁଣ୍ୟାଦି ଅର୍ଜିଥାଏ ଯେତେ ଚାହିଁବା ମାତ୍ରକେ ତାହା ଜାଣନ୍ତି ତୁରିତେ। କେହୁବା ବୋଲନ୍ତି ଚିତ୍ରଗୁପ୍ତଙ୍କୁ କାୟସ୍ଥ ବୈବସ୍ୱତ ଚାହାନ୍ତି ସେ ସଭାରେ ତତ୍ରସ୍ଥ। ଏହି ଅର୍ଥ କେହି ବା କରନ୍ତି ପାଠାନ୍ତରେ ଜାତିଭେଦ ନାହିଁ ସେଠି ଦେବ ସମାଜରେ। ପଦ୍ମକଳ୍ପେ ତାହାଙ୍କର ହେଲେ 12 ପୁତ୍ର ସେହିମାନେ ଆଦି ପୁଂସକରଣଙ୍କ ଗୋତ୍ର। ଏହିପରି ଚିତ୍ରଗୁପ୍ତ ଧର୍ମରାଜ ମନ୍ତ୍ରୀ ଆଗତ ପ୍ରେତ ପାପ ପୁଣ୍ୟଙ୍କୁ ପଚାରନ୍ତି। ଏହିପରି ସର୍ବସାକ୍ଷ୍ୟ ବାକ୍ୟ କର୍ଣ୍ଣେ ଶୁଣି ପାତକୀର ପାତକକୁ ସ୍ୱୟଂ ପରିମାଣି। ନିଜ ରୂପ ସେହିଠାରେ କରନ୍ତି ଧାରଣ ଦେଖାନ୍ତି ଯେଉଁ ରୂପକୁ ଆଶ୍ଚର୍ଯ୍ୟ ଭୀଷଣ। ପାପିଷ୍ଠ କେତେବେଳରେ ଯମକୁ ନେତ୍ରରେ ଦେଖି ରୂପ ତାହାଙ୍କର ବଡ଼ ଭୟ କରେ। ଅତ୍ୟନ୍ତ ଦୀର୍ଘକାୟା ହସ୍ତରେ ଦଣ୍ଡଧାରୀ ମହିଷ ଉପରେ ଦେବ ଆରୋହଣ କରି। ପ୍ରଳୟ କାଳରେ ଜୟ ପରାଏ ନିର୍ଦୋଷ କଜଳଗିରି ପ୍ରାୟ ଏକ ସ୍ୱରୂପ ପ୍ରକାଶ। ବିଦ୍ୟୁତ କାନ୍ତି ସମାନରେ ଆୟୁଧ ଭୀଷଣ ଦ୍ୱାତ୍ରିଂଶ ଭୁଜ ଦିଶଇ ଅତି କଠିନ। ତିନି ଯୋଜନ ବିସ୍ତାର ହୋଇନ ଆପଣ ବାମ୍ଫି ତୁଲ୍ୟ ଲୋଚନକୁ ଦେଖି ହରେ ପ୍ରାଣ। କରାଳ ଦନ୍ତ ପନ୍ତି ଯେ ବିକଟ ବଦନ ନାସିକା ଅତ୍ୟନ୍ତ ଉଚ୍ଚ ରକ୍ତାଭିଲୋଚନ। ମୃତ୍ୟୁଜର ଆଦି ପାର୍ଶ୍ୱଦେବ ଯୁକ୍ତ ଭୀଷଣ ରୂପକୁ ଧରି ସ୍ଥିତ ଚିତ୍ରଗୁପ୍ତ। ସବୁ ଦୂତମାନେ ମିଳି ଗର୍ଜନ କରନ୍ତି ଯମତୁଲ୍ୟ ସେମାନଙ୍କ ସ୍ୱରୂପ ଦିଶନ୍ତି। ତାହାଙ୍କୁ ଦେଖିନ ପ୍ରେତ ହୁଏ ଭୟାତୁର ଆହା ଶବ୍ଦ ପାପାତ୍ମାରଟି ନିରନ୍ତର। ଅଦାତାପଣରେ ଦାନ ନଦିଏ ଦର୍ପିଷ୍ଟ ରୁଦନ କରଇ କମ୍ପେ ପୁଣି ଭୟ କଷ୍ଟ। ତଦନ୍ତରେ ସର୍ବେ ତାକୁ କହନ୍ତି ଝିଙ୍କାସି ତାହା ଶୁଣି ରୁଦନ କରଇ ପାପି ତ୍ରାସି। ସୂଚନା କରଇ ସେହୁ ନିଜ କୃତ କର୍ମ ଯମାଜ୍ଞା ଚିତ୍ରଗୁପ୍ତକୁ ଶୁଣାନ୍ତି ତା ମର୍ମ। ଆରେ ଦୁରାଚାର ପାପିଷ୍ଟ ତହର ଦେହି ଦର୍ପିଷ୍ଟ ପଣରେ ନାଶ କଲୁ ତର ତୁହି। କି ନିମନ୍ତେ ଅର୍ଜି ତୁହି କଲୁ ଏତେ ପାପ ତୁମ୍ଭକୁ ଅବିବେକୀ ପଣରେ ନାହିଁ ମାପ। କାମ କ୍ରୋଧ ଉତ୍ପନ୍ନ କରିଣ ଶରୀରେ ସଙ୍ଗମ କଲୁ ତୁ ନାରୀ ପାପୀଙ୍କ ସଙ୍ଗରେ। ସ୍ୱପାପରୁ ତର ହେଲା ଏତେ ଦୁଃଖ ମୂଢ଼ କି ନିମନ୍ତେ ଦୁଷ୍ଟ ବୁଦ୍ଧି ଆଚରିଲୁ ଦୃଢ଼।
କରିଅଛୁ ପୂର୍ବ କାଳେ ତୁହି ଉଗ୍ର ପାପ ଆନନ୍ଦ ଦେଇ ନ ପରେ ଦେଇଛୁ ସନ୍ତାପ। ସେହି ସବୁ ଯାତନାକୁ ଭୁଞ୍ଜ ତୁରେ ମୂର୍ଖ ଏବେ କିମ୍ପାଇଁ ତହିଁକି ହେଉଛୁ ବିମୁଖ। କରିଅଛୁ ଯେ ବଣ ଦୁଃଶୀଳ କର୍ମମାନ ତୁମ୍ଭକୁ ମିଳିବ ତାହା କେବେ ନୁହେଁ ଆନ। ସେହି ପାପମାନଙ୍କ ହେତୁରୁ ଏତେ ଦୁଃଖ ପ୍ରତାରଣା ନୁହଁ ଇଏ ପାଷାଣର ଲେଖ। ମୂର୍ଖ ବା ପଣ୍ଡିତ ଦରିଦ୍ର ବା ଧନୀ ସବଳ ନିର୍ବଳ ଆଦି ଭବେ ଯେତେ ଜୁନି ଯମଦୁଆରେ ଅଟନ୍ତି ସମସ୍ତ ସମାନ ଏକଥା ଯେ ସୁନିଶ୍ଚିତ କେବେ ନୁହେଁ ଆନ। ଚିତ୍ରଗୁପ୍ତଙ୍କର ଠାରୁ ଏମନ୍ତ ବଚନ ଶୁଣି ନ ପାପି ସେ ସ୍ଥାନେ ବ୍ୟାକୁଳିତ ମନ। ସୂଚନା କରଇ ନିଜ କର୍ମକୁ ଆଦରି ତୃପ୍ତି ହୋଇ ରହେ ସେ ନିଶ୍ଚଳ ସ୍ତମ୍ଭ ପରି। ଧର୍ମରାଜ ତାହାଙ୍କୁ ନିରେଖନ୍ତି ନିରୋଳେ ଚୋର ପ୍ରାୟ ସ୍ଥଗିତ ହୁଏ ସେ ଯେତେବେଳେ। ଧର୍ମରାଜ ଆଜ୍ଞା ତହୁଁ ଦେଇ ଦିଅନ୍ତି ଦୂତେ ପାପ ଶାନ୍ତି ଏହାଙ୍କର କର ଯଥୁଚିତେ। ଏହା ଶୁଣି ନ ନିର୍ଦ୍ଦୟ ଦୂତେ ତାଙ୍କୁ ଧରି ତାଡ଼ନା କରି ନ କହୁଥାନ୍ତି କ୍ରୋଧ ଭରି। ମହାଘୋର ନରକକୁ ଗମ ଦୁଷ୍ଟମତି ମହାଭୟଙ୍କର ସ୍ଥାନ କର ତହିଁ ସ୍ଥିତି। ଯମ ଆଜ୍ଞାକାରୀ ଅଛନ୍ତି ଯେତେକ ଦୂତ ଚଣ୍ଡ ପରଚଣ୍ଡ ଆଦି ତା ମଧ୍ୟେ ବିଦିତ। ଏକ ପାଶେ ବାନ୍ଧି ନ ନିଅନ୍ତି ଦୁଇ ପାପୀ ଯେ ଯେଉଁ ନର୍କ ପାଇବ ତହିଁ ତାକୁ କ୍ଷେପି। ନର୍କମାନଙ୍କ ନିକଟେ ଅଛି ଏକ ବୃକ୍ଷ ଜ୍ୱଳନ୍ତା ଅଗ୍ନି ପ୍ରାୟ ଏକ କାନ୍ତି ତାର ଲକ୍ଷ୍ୟ। ଯୋଜନ ପଞ୍ଚ ତାହାର ଅଟଇ ବିସ୍ତାର ଏକ ଯୋଜନ ତାହାର ଅଟଇ ଶିଖର। ସେହି ବୃକ୍ଷର ଶୃଙ୍ଖଳେ ହୁଅଇ ବନ୍ଧନ ଅଧୋମୁଖ କରି ନ ତାଡ଼ନା ପୁନଃ ପୁନଃ। ପୁଡ଼ନ୍ତେ ଦେହ ତାହାର କରଇ ରୁଦନ ମୁକ୍ତି କରିବାକୁ କେହି ନାହାନ୍ତି ଭାଜନ। ସେ ବୃକ୍ଷର ନାମ ଅଟେ କଣ୍ଟକ ଶାଳମଳି ଯୂତ ଯୂତ ପାତକୀ ଯେ ଥାଆନ୍ତି ଓଳି। ତହିଁରେ କ୍ଷୁଧା ଓ ତୃଷା ପରିଶ୍ରମ ବାଧା ଯମଦୂତେ ତାହା ପରେ ଦେଉଥାନ୍ତି ବିଧା। ଭୂଦୂତମାନେ ମହର ଅପରାଧ କ୍ଷମ ହସ୍ତ ଯୋଡ଼ି ତୁମ୍ଭକୁ କରୁଅଛି ପ୍ରଣାମ। ଦୂତମାନେ କହନ୍ତି ପାପିଷ୍ଠକୁ ରେ ଶୁଣ ଆଶ୍ରୟ ଖୋଜିଲେ ତୁହି ଦଣ୍ଡିବୁ ଦ୍ୱିଗୁଣ। ଏହିପରି କହି ତାଙ୍କୁ ପୁନଃ ପୁନଃ କରି ଲହଦଣ୍ଡେ ତାଡ଼ନା କରନ୍ତି ଯେ ଫୁକାରି। ଡମ୍ବରୁ ମୁଦ୍ଗର ମୁଷଳ ଯେ ଗଦାଭୂଷ ଏହାର ପ୍ରହାରନ୍ତେ ନ ଛାଡ଼ଇ ସାହସ। ତାହାର ଚେଷ୍ଟାହୀନତା ଦେଖିଣ କିଙ୍କରେ କହୁଥାନ୍ତି ବାକ୍ୟ ତାକୁ ପ୍ରବୁଦ୍ଧ ଭାବରେ। ପାପୀ କିମ୍ପା ତୁ କଲୁ କୁଳାଚାର ନାଶ କି ଅର୍ଥେ ଦୁଷ୍ଟ ମତିକୁ ଧରିଲୁ ନୃଶଂସ। ଅନ୍ୟାୟ ଦାନକୁ କିମ୍ପା ଦେଲୁ ଯେବେ ମୂର୍ଚ୍ଛି ସୁଲଭରେ ମିଳେ ଜଳ ନ ଦେଲୁ ତୁ କିଛି।
ଅତିଥି ବିପ୍ରଙ୍କୁ କରିନାହୁଁ ନମସ୍କାର। ପିତୃତର୍ପଣ କେବେ ତୁ ନ କଲୁ ପାମର। ଯମଚିତ୍ର ଗୁପ୍ତଙ୍କୁ ତ କରିନାହୁଁ ଧ୍ୟାନ। ତାହାଙ୍କ ମନ୍ତ୍ର ଜପ ନ କଲୁ କଦାଚନ। ମନ୍ତ୍ର ମହୋଦଧିରେ ଯେ ହୋଇଅଛି ଭକ୍ତ। ମନ୍ତ୍ରରାଜ ପ୍ରଭାବରୁ ନର୍କ ହୁଏ ମୁକ୍ତ। ଏହି ମହାମନ୍ତ୍ର ଅଭ୍ୟାସିଲେ ପ୍ରତିଦିନ। ସକଳ ବିପଦ ତାର ହୁଅଇ ନାଶନ। ମନ୍ତ୍ର ଯଥା ପାଥ ସଂଯୁକ୍ତ ମେଘ ସନ୍ନିରତନୁ ପ୍ରଦ୍ୟୁତେନ ସ୍ୟାତ୍ମଜ ନୃଣାଂ କୃତାଂ ଶୁଭାଂବଦ ବପୁ ପାପି ୟୋଷାଂ ଦୁଃଖକୃତ୍। ଶ୍ରୀମାନ୍ ଦକ୍ଷିଣ ଦିକ୍ପତି ମହିଷ ଗୋଭୋଷାଂ ବରାଳଂ କୃତ୍ୱାଂ ध्येयं संयमनापति पितृगण स्वामी जमदण्डभृत्। इति श्री गरुड़ पुराणे सारूद्धारे विष्णु गरुड़ संवादे पापीदंड कथने नाम चतुर्थ अध्याय।